ଆଜିର ଭିଡ଼ିଓ ପୁରାତନ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନାର ଭାଷଣ। ସମ୍ମାନନୀୟ ସଭାପତି ମହୋଦୟ, ସମ୍ମାନାସ୍ପଦ ପୂଜ୍ୟ ଗୁରୁଜୀ ଓ ଗୁରୁମାବୃନ୍ଦ, ଶ୍ରଦ୍ଧା ଓ ସମ୍ମାନଯୋଗ୍ୟ ମୋର ଛୋଟ ବଡ଼ ଭାଇ ଭଉଣୀମାନେ, ଆଜି ଆମ ବିଦ୍ୟାଳୟରେ ବିଦାୟକାଳୀନ ସଭାରେ ଛୋଟ ଭାଇ ଭଉଣୀ ହିସାବରେ କିଛି କହିବାକୁ ଆସିଛି। ଏଠି ଛୋଟ ଭାଇ ଆଉ ଓବ୍ଲିକ୍ ଭଉଣୀ ଦିଆଯାଇଛି। ତେଣୁ ଝିଅମାନେ କହିଲେ ଭଉଣୀ କହିବେ, ପୁଅମାନେ କହିଲେ ଭାଇ କହିବେ। ଆପଣମାନେ ଏହି ଅନୁଷ୍ଠାନରେ ଶିକ୍ଷା ଲାଭ କରି ନିଜେ ନିଜର ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବେ ବୋଲି ଆଶା ଓ ବିଶ୍ୱାସ। ଆପଣମାନେ ଏହି ବିଦ୍ୟାଳୟର ଗୌରବ ରକ୍ଷା କରିବେ। ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ଆଦର୍ଶକୁ ନିଜ ଜୀବନର ପାଥେୟ କରି ଜୀବନ ଯାତ୍ରା ପଥରେ ଅଗ୍ରସର ହେବେ। ଆମ ବିଦ୍ୟାଳୟ ଓ ଗୁରୁଙ୍କ ଆଦର୍ଶକୁ ନିଜ ଜୀବନରେ ପରିପାଳନ କରିବେ। ଆମ ପ୍ରତି ସ୍ନେହ ଶ୍ରଦ୍ଧା ଅତୁଟ ରଖିବେ। ଆପଣମାନେ ଆମମାନଙ୍କୁ ଯେତିକି ସ୍ନେହ ଶ୍ରଦ୍ଧା କରିଛନ୍ତି ତାହା ଅବିସ୍ମରଣୀୟ। ବଡ଼ ଭାଇ ଭଉଣୀ ହିସାବରେ ଆମ ଭୁଲ ଦେଖି ଆପଣମାନେ ଆମକୁ ତାଗିଦ କରିଛନ୍ତି। ଆପଣଙ୍କ ଉପଦେଶକୁ ଆମେ ସର୍ବନ୍ତକରଣରେ ସ୍ୱାଗତ କରିଛୁ, କାରଣ ତାହା ଆମ ପାଇଁ ହିତକାରୀ ହୋଇଛି। ଆପଣମାନଙ୍କ ତ୍ରୁଟି ଦେଖିଲେ ଆମେମାନେ ନମ୍ରତାର ସହିତ ପ୍ରତିବାଦ କରିଛୁ। ସବିନୟ ଅନୁରୋଧ କରୁଛୁ, ଯଦି ତାହା ଆପଣମାନଙ୍କ ମନରେ କଷ୍ଟ ଦେଇଥାଏ କ୍ଷମା ଦେବେ। ଆଜି ଆପଣମାନେ ଆମ ଗହଣରୁ ବିଦାୟ ନେଉଛନ୍ତି। ବିଦାୟ ସର୍ବଦା ବେଦନାଦାୟକ, ସ୍ୱାଗତ ସର୍ବଦା ସ୍ୱାଗତ ଯୋଗ୍ୟ। ଦିନ ଆସିବ ଆମେ ମଧ୍ୟ ଏଠାରୁ ବିଦାୟ ନେବୁ। ଆଜି ଆମ ସମସ୍ତଙ୍କୁ ମନେ ରଖିବାକୁ ହେବ, ଆମ ବିଦ୍ୟାଳୟ ଆମର ଗୌରବ, ଆମର ଟେକ। ଆମ ସାର୍ମାନେ ଆମରି ଦିଗ୍ଦର୍ଶକ। ଆମ ବିଦ୍ୟାଳୟର ମାଟି, ପାଣି, ପବନ, ଗଛଲତା, ଶ୍ରେଣୀକକ୍ଷ ଆମର ସାହା। ଏଭଳି ସ୍ଥାନ ଜୀବଦଶାରେ ମିଳିବ ନାହିଁ। ଆପଣମାନେ ବିଦ୍ୟାଳୟରୁ ଚାଲିଗଲେ ମଧ୍ୟ କାଲି ରାସ୍ତାଘାଟ ଓ କଲେଜ କଡ଼ରେ ନିଶ୍ଚିତ ଦେଖାହେବ। ବାକ୍ କ୍ଷତି ସର୍ବଦା ସାଂଘାତିକ। ସେ କ୍ଷତକୁ ଲିଭାଇବା ଅସମ୍ଭବ। ଭୁଲ ଧାରଣା ବୈକୁଣ୍ଠ କେବଳ ସ୍ୱର୍ଗରେ ଥାଏ, କିନ୍ତୁ ଏକଥା ସତ୍ୟ, ଯେଉଁଠାରେ କୁଣ୍ଠ ନଥାଏ ତାହା ହିଁ ବୈକୁଣ୍ଠ। ଆମେ ସେହି ମର୍ତ୍ତ୍ୟ ବୈକୁଣ୍ଠ ଉଦ୍ଦେଶ୍ୟରେ ଯାତ୍ରା କରିବା। ଆଜି ଆମେ ଯେପରି ସାନ ଭାଇ ଅଛୁ, କାଲି ମଧ୍ୟ ସାନ ଭାଇ ଭାବେ ସ୍ନେହ ଶ୍ରଦ୍ଧା ଭିକ୍ଷା କରିବୁ। ପୁଣି ଆପଣମାନଙ୍କଠାରୁ ସେହି ଅମୃତ ସମ ସ୍ନେହ ଶ୍ରଦ୍ଧା ଭିକ୍ଷା କରିବୁ। ଶେଷରେ ଆପଣମାନଙ୍କର ସ୍ନେହ ସଦିଚ୍ଛା କାମନା କରି ମୋର ବକ୍ତବ୍ୟ ଶେଷ କରୁଛି। ଭିଡ଼ିଓଟି ପସନ୍ଦ ହେଲେ ଲାଇକ୍ ଆଉ ସବସ୍କ୍ରାଇବ୍ କରିବେ। ଥ୍ୟାଙ୍କ୍ସ ଫର୍ ୱାଚିଂ।